ଶୁଭିଲାନି କ'ଣ କହୁଛନ୍ତି? ବାବାରେ ଆପଣଙ୍କର କିଛି ସିନ୍ ଥିଲା, ଗୋଟେ ଓକିଲର ସିନ୍ ଥିଲା, ଆପଣ କ'ଣ କହିବେ ସେ ଚରିତ୍ର ମୁଁ ବିଷୟରେ? ଭାବୁଛି ଯେ ସିନେମାରୁ ସେ ସିନ୍ଟି ମୁଁ ଯେଉଁ ଥିଲି ବୋଲି ଆପଣ କହୁଛନ୍ତି, ଓକିଲଟା କାଟି ଦେଇଛନ୍ତି ବୋଧେ। କାରଣ ଏପର୍ଯ୍ୟନ୍ତ ମୁଁ କେଉଁଠି ପ୍ରମୋସନରେ ମୋ ନାଁ ଦେଖି ନାହିଁ, ତେଣୁ ମୁଁ ଭାବୁଛି ସିନେମାରେ ନାହିଁ। ଆଉ ତଥାପି ଯଦି ଥିବେ ମୋ ଚରିତ୍ରଟି, ଯଦି ସେ ଯେଉଁ ଚରିତ୍ରଟି ଯଦି ଥିବ, ତାହେଲେ ଏହା ଏକ ମୋର ସୌଭାଗ୍ୟର କଥା। ତ ବଡ଼ କଥାଟି ହେଉଛି ଯେ ମୁଁ ଥାଏ କି ନଥାଏ, ସିନେମାଟି ଗୋଟେ ଚମତ୍କାର ଢଙ୍ଗରେ ତିଆରି କରାଯାଇଛି। ବଢ଼ିଆ ଗପ, ବଢ଼ିଆ କଥାବସ୍ତୁ, ଓଡ଼ିଶାର ନିଜର ଗପ, ଇଏ ଗୋଟେ ସତ ଘଟଣା ଉପରେ। ତ ଭଲ ହେଇଥିବ। ବାବୁସାନଙ୍କର ଗୋଟେ ଚମତ୍କାର ଦିଗ ଅଭିନୟର ଏଇଥିରେ ସମସ୍ତେ ଦେଖିବେ। ଏଲିନା ହିରୋଇନ୍, ଆସାଦ ନିଜାମ ମ୍ୟୁଜିକ୍, ସବୁ ବଢ଼ିଆ। ପାୱାର ପୁରା ପାୱାରଫୁଲ୍ ହଉ, ଆଉ ବହୁତ ଭଲ ପାଇବା ଦର୍ଶକଙ୍କ ତରଫରୁ ମିଳୁ। এই ପବିତ୍ର ରଜରେ ସମସ୍ତଙ୍କୁ ମୋ ତରଫରୁ ଶୁଭକାମନା ଏବଂ ଅନୁରୋଧ ଯେ 3ଟା ସିନେମା ରିଲିଜ୍ ହେଉଛି, 3ଟା ଯାକକୁ ଆସିକି ଦେଖନ୍ତୁ। ଚନ୍ଦ୍ରବଂଶୀ, କୁହୁଡ଼ି ଆଉ ପାୱାର। ଆଜ୍ଞା, ମୁଁ ଜାଣିନି, ଆକ୍ଚୁଆଲି ରିପୋର୍ଟ ଜାଣିନି। ଏଇ ସିନେମା ସହିତ ଟିକେ ରିଲେଟେଡ୍। ବାବୁସାନ ସହିତ ମୋର ପର୍ସନାଲି ବହୁତ ସମ୍ପର୍କ। ଆଉ ସେ କ୍ଲାସ୍ 4-5 ବୋଧେ ମୋ ପାଖରେ ପାଠ ପଢ଼ୁଥିଲା। ଆମେ ଏତିକି ଜଡ଼ିତ ତା ସହିତ। ତେଣୁ ତା ସିନେମାକୁ ଆସିବା ଆମ ଘର ଲୋକଙ୍କ ସିନେମାକୁ ଆସିଲା ଭଳିଆ ସିନେମା। ଆଉ ଚନ୍ଦ୍ରବଂଶୀ ବହୁତ ବଡ଼ ସିନେମା, ବହୁତ ବଡ଼ ଷ୍ଟାରକାଷ୍ଟ। ଅନୁଭବ ମହାନ୍ତି ତ, ବାବୁସାନ ବି କହେ ଯେ ଅନୁଭବ ମହାନ୍ତି ସୁପରଷ୍ଟାର, ତେଣୁ ତାଙ୍କର ସିନେମା ଏବଂ ବାବୁସାନ 3ଟା ଯାକ ସିନେମା ସମସ୍ତେ ଦେଖନ୍ତୁ। ଆଉ ମୁଁ ତ ଦେଖି ନାହିଁ ପ୍ରିମିୟର ଆରମ୍ଭରୁ। ଆପଣ ପଚାରୁଛନ୍ତି ସେ ସରପଞ୍ଚ କି MLA, ମୁଁ ଭିତରକୁ ଗଲେ ଜାଣିବି। ଖାଲି ଗପଟେ ଜାଣିଛି। ହଁ, ସେଇଥିପାଇଁ ଆଜି ଟିକେ ବୋଧେ ମାହୋଲ ଆହୁରି ଜମିଥାନ୍ତା ଲାଗୁଛି ମୋତେ। ସେପଟେ ବହୁତ ରୋଡ଼ ଜାମ୍। ମୋତେ ଏଇଠି ଆସି ପହଞ୍ଚିବାକୁ ମୋତେ ଲାଗିଲା ପାଖାପାଖି, ମୋ ଘରୁ 10 ମିନିଟର ବାଟ ମୋତେ ଅଧଘଣ୍ଟା ଲାଗିଲା। ତ ବହୁତ ରୋଡ଼ ଜାମ୍ ବି ଅଛି। ଏବଂ ସିନେମାଟା ଦେଖି ସାରିଲା ପରେ ଆଉ ଥରେ ରିଭ୍ୟୁ ଦେଲେ ଭଲ ହେବ। ଆଚ୍ଛା ସାର୍, ଆପଣଙ୍କର ଯେଉଁ ଉତ୍ତରଟି ମିଳିଲା କି ଯେତେବେଳେ ପ୍ରମୋସନ୍ ହେଲା, ପ୍ରମୋସନ୍ ବେଳେ ଆପଣଙ୍କୁ କେଉଁଠି ଖଞ୍ଜା ପଡ଼ିନଥିଲା, କିନ୍ତୁ ଆପଣଙ୍କର ଗୋଟେ ଚରିତ୍ର ଅଛି ଏ ଚଳଚ୍ଚିତ୍ରରେ, ତାହା ପୁଣି ଆପଣଙ୍କୁ ଯଦି ଆପଣ ଜାଣିବେ। ନା ନା, ଜୟୀ ଭାଇଙ୍କର ଗୋଟେ ବଢ଼ିଆ ସିନେମା, ପ୍ରଥମ ସିନେମା। ସେ ସାଙ୍ଗସାଥିକି ନେଇକି ଗଲେ ହଲ୍କୁ, ଦେଖିଲା ଆଉ ସେ ଫିଲ୍ମରେ ନାହାନ୍ତି। ସେ ଫିଲ୍ମ ନାଁ ହେଉଛି ସ୍ତ୍ରୀ। ତ ସେମିତି ମୁଁ ଗୋଟେ ସିନେମାର ଅଛି, ପ୍ରମୋସନ୍ ହେଇନି, କାଳେ ଅଛି କି ନାହିଁ ମୁଁ ଏଇନା ଫୁଟାଣି ମାରିକି ଆପଣଙ୍କୁ କହିଦେବି ହଁ ଭାଇ ଏଇ ଗୋଟେ ବଢ଼ିଆ ଚରିତ୍ର ମୁଁ କରିଛି, ଦେଖିଲା ଫିଲ୍ମରେ ନଥିବି। ତେଣୁ ଇଏ ବି ହେଇପାରେ। ଏବଂ ପ୍ରମୋସନ୍ର ଆଉ ଗୋଟେ ଦିଗ ଅଛି ଯେ ପାୱାର ବୁଷ୍ଟରକୁ ବି ବେଳେବେଳେ ହାଇଡ଼୍ କରି ରଖାଯାଏ, ହୁଏତ ସେଟା ବି ହେଇଥାଇପାରେ। ଆପଣ ଯଦି ପାୱାର ବୁଷ୍ଟର ଆପଣଙ୍କୁ ସାଇଡରେ କାହିଁକି ରଖାଗଲା ବୋଲି ଭାବୁଛନ୍ତି? ସେଟା ରଖା ହେଇନି, ମୋତେ ଆହୁରି ଆଗକୁ ଅଣାଯିବ ବୋଲି ହେଇଥାଇପାରେ, ମୁଁ ଜାଣୁନି। ମୁଁ ବଟ୍ ସେ ସିନେମାଟାକୁ ଆଗେ ଦେଖି ସାରେ। ମୁଁ ଦେଖି ସାରିଲା ପରେ କହିବି ଯେ କାହିଁକି ମୋତେ ରଖା ହେଇଥିଲା, ମୁଁ ଏକ୍ଜାକ୍ଟ କହିଦେବି। କିନ୍ତୁ ଦର୍ଶକ ଆପଣଙ୍କୁ ସ୍କ୍ରିନରେ ଦେଖିଛନ୍ତି? କେଉଁଠି ଦେଖିଲେ? ତ ଆଜି ପ୍ରିମିୟର ଦେଖିଲେ। ଆଚ୍ଛା, 12ଟା ବେଳେ ସ୍ୱାତି ହଲରେ ରିଲିଜ ହେଇଥିଲା, ପ୍ରିମିୟର ହେଇଥିଲା। ଆଚ୍ଛା, ମୁଁ ତାହେଲେ ଅଛି। ଆଜ୍ଞା, ତାହେଲେ ଧନ୍ୟବାଦ। ଭଲ ଚରିତ୍ରଟେ ମୁଁ କରିଥିଲି। ଚରିତ୍ରକୁ ବି ପ୍ରଶଂସା କରିଛନ୍ତି ଦର୍ଶକ। ହଁ, ସିନେମାର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଜାଗାରେ ମୁଁ ଆସିଛି ଆକ୍ଚୁଆଲି। ଆଉ ଯେହେତୁ ପ୍ରମୋସନରେ ୟୁଜ୍ କରାହେଇନଥିଲା, ତାମାନେ ମୋତେ ଗୋଟେ ହାଇଡ଼୍ରେ ରଖା ହେଇଥିଲା। ଏହା ଗୋଟେ ଅଡ଼ିଏନ୍ସକୁ ସରପ୍ରାଇଜ୍ ହେବ। ଯଦି ସିନେମା ରିଲିଜ୍ ହେଇସାରିଲାଣି, ତାମାନେ ସିନେମା ଟିକେ ଆସିକି ଦେଖନ୍ତୁ। ଗୋଟେ ଚମତ୍କାର ଚରିତ୍ର ମୋର ଅଛି ସିନେମାର କ୍ଲାଇମାକ୍ସ। ଆପଣଙ୍କ ନାଁ ବିପି ଥିଲା, ଆଉ ଆପଣ ବିପିନ ବାରମ୍ବାର ଜଜ୍କୁ କୁହନ୍ତି କି ମୋ ନାଁ ବିପିନ ନୁହଁ, ବିପିନ ପରିଡ଼ା। ବିପିନ ତା ପରିଡ଼ା। ଭିତରେ ଟିକେ କିଛି କୁହନ୍ତୁ। ସିଏ ମାଜିଷ୍ଟ୍ରେଟ୍, ସିଏ ବାରମ୍ବାର ମୋତେ ବିପି ବୋଲି ଡାକୁଛନ୍ତି। ବିପିଟା ଆକ୍ଚୁଆଲି ସାଧାରଣ ଅର୍ଥରେ ଗୋଟେ ଖରାପ ଅର୍ଥରେ ବ୍ୟବହାର ହୁଏ। ତେଣୁ ମୋତେ ମୁଁ ବାରମ୍ବାର କହୁଛି, ମୋତେ ବିପି କୁହନ୍ତୁନି, ବିପିନ ପରିଡ଼ା ବୋଲି କୁହନ୍ତୁ। ଏଇଟା ପ୍ରାୟ ସେ ଭିତରେ 5-7 ଜାଗା ମାନିଆରେ ୟୁଜ୍ ହେଇଛି। ଆଚ୍ଛା, କିଛି ଲିଡ୍ ଚରିତ୍ରରେ ଆପଣଙ୍କୁ କୌଣସି ଚଳଚ୍ଚିତ୍ର ଆଗାମୀ ସମୟରେ ଦେଖାଯିବ? ଏଇ ରଥରେ ଗୋଟେ ବହୁତ ବଡ଼ ସିନେମା ଆସୁଛି ମୋର, ବହୁତ ବଡ଼, ମାନେ ପାଖାପାଖି ବହୁତ ବଡ଼ ବଜେଟ୍ ଜାଣିଥାନ୍ତୁ, ମାନେ ଯାହାକୁ ବଡ଼ ବଜେଟ୍ କୁହାଯାଏ। ଏବଂ ସୀତାରାମ ଅଗ୍ରୱାଲଙ୍କର ସିନେମା ଏଇ ରଥରେ ବୋଧେ ଆସିବାର ପ୍ରମୋସନ୍ ଆରମ୍ଭ ହୋଇଯିବ। ରଜ ପରେ ରଥକୁ ସେଇଟା ଆସୁଛି। ଇନ୍ସପେକ୍ଟର ଚୁଲବୁଲ ପାଣ୍ଡେ, ସେ ସିନେମାଟିକୁ ବି ଆପଣମାନେ ଦେଖିବେ। ଚମତ୍କାର ସିନେମା। ପୁଣି ଗୋଟେ ରଙ୍ଗିଲା ଟୋକାର ଠାରୁ ବେଟର ଫ୍ଲେଭରରେ ସେ ସିନେମା। ମୁଁ ମେଜର ଚରିତ୍ରରେ ଅଛି ଏବଂ କମେଡ଼ି ଆକ୍ସନ୍ ୱିଥ୍ ହରର ସେ ସିନେମା ଗୋଟେ ଭଲ ଲାଗିବ। ଅଭିଜିତ ମଜୁମଦାରଙ୍କର ମ୍ୟୁଜିକ୍, ସୁଧାକର ବସନ୍ତ ଡିରେକ୍ଟର, ଏବଂ ବହୁତ ଭଲ ଷ୍ଟାଣ୍ଡାର୍ଡ଼ର, ବହୁତ ଆପାର ବଜେଟ୍ର ସିନେମା ରଥକୁ ଆସିବ। ତା ପ୍ରମୋସନ୍ ଆରମ୍ଭ ହେଇନି ବୋଲି ମୁଁ କହୁନଥିଲି, ଆପଣ ପଚାରିଦେଲେ ବୋଲି କହୁଛି। ଆଚ୍ଛା, ସିନେମାର ଟାଇଟଲଟା ଜାଣିପାରିବେ? ଇନ୍ସପେକ୍ଟର ଚୁଲବୁଲ ପାଣ୍ଡେ। ତା ଗୀତ ୟୁଟ୍ୟୁବରେ ଆସିଗଲାଣି, ଅଲରେଡି ଷ୍ଟ୍ରିମିଂ ହେଲାଣି।
प्रॉपरली तांगर जमी सिस्टमेटिक रिलीज होनी आरंभ करदे गीत किंतु आसीगला इन्स्पेक्टर चुलबुल पांडे मारदेवे आसो गीत सब बढ़िया बढ़िया अच्छा मिस्टर कन्हैया भली किसी कंट्रोवर्सी घेरे आपण पुणी पछिले कंट्रोवर्सी करा जाए सेटा एक्चुअली सेटा मते लागे गोटे बेले बेले गोटे फिल्म रे गोटे पोस्टर रो प्रॉब्लम हला सेतिरे डायरेक्टर को पचारिया कथा प्रोडक्शन हाउस को पचारिया कथा मते डाकिबार कारण आपण माने गोटे मीडिया जानिबा दरकार जे एगुड़ा प्रमोशनल एवं इंटेंशनली करा जाए तेणु से बाबद गुरुत्व दिंतुनि भल सिनेमा सब बेले होता होची हम जो जगह खराब लगे से जगह गोटे सेंसर बोर्ड अच्छा सरकार तरफ गोटे बड़ कमिटी से खराब थे काटी दिखती जदि पास करा जाई थाए ता ओके थाए तेणिकी ताकू नहीं कंट्रोवर्सी करवाटा जानतु खाली किए निजर परिचय तैयारी करने करती बस धन्यवाद सर बहुमूल्य समय